ଦଣ୍ଡ କେମିତି ଉତ୍ପତ୍ତି ହେଲା? ଦଣ୍ଡ ଉତ୍ପତ୍ତି କେମିତି ହେଲା? ଯେ ଚକାପାଦରୁ ଆପଣଙ୍କୁ କହିଲି ଉତ୍ପତ୍ତି ହବାଟା ଯେ କେମିତି ଦଣ୍ଡ ମିଳୁଛି। ସମସ୍ତେ ଦଣ୍ଡ ତ କାମନା ଦଣ୍ଡ ତ ଜାଣିଛନ୍ତି ସମସ୍ତେ। ଏ ଦଣ୍ଡଟା କୋଉ ପ୍ରକାର ଉତ୍ପତ୍ତି ହୁଏ? କିନ୍ତୁ ଜନ୍ତୁ ପୋଖରୀ ଭିତରେ ବୁଲିବ, ଜନ୍ତୁ ପୋଖରୀ ଭିତରେ ବୁଲିଲେ ସେ ହୁକୁମ ପାଇବ। ମହାଦେବଙ୍କ ପୀଠରେ 21 ଦିନ 31 ଦିନ 41 ଦିନ 51 ଦିନ ଗୁହାରିବାକୁ ପଡିବ। ଏ ଖାଲି ଆଜିକାଲି ଯୋଉ ପ୍ରଦର୍ଶନ କରୁଛନ୍ତି ଏଟା ସବୁ ଅଶ୍ଳୀଳ ସାମାଜିକ ଜିନିଷ ଗୁଡା। ଲୋକ ମତ ଆଚାର ମୋ ପାଖରେ 5ଟା ପିଲା ରହିଲେ ସେ ଦଣ୍ଡ ଖେଳୁଛି, ପ୍ଲସ ସେ ଦଣ୍ଡଟା ନେଇକି ସେ ସେଇଠି ନେଇକି ବନ୍ଧ ଭିତରେ ଖଞ୍ଜି ଦେଲାଣି, ସେ ସେଇଠି 5 ଲୋକ ବାହାରି ଆସିଲେ ସେ ମୁଠୁ ଦଣ୍ଡ ବାହାର କରିଦେଲି। ଏସବୁ ଦଣ୍ଡ ଜିନିଷ ନୁହଁ। ଯୋଉଟା ପ୍ରାକୃତ ଦଣ୍ଡ, ଯୋଉଟା ଆମର କୁଲାଗଡ ଗାଲେରୀ, ଯୋଉଟା ଚକାପାଦରୁ ଉତ୍ପତ୍ତି, ପ୍ରଥମେ ଚକାପାଦରୁ ବାହାରିଲା ଦଣ୍ଡ ନା, ତାପରେ କୁଲାଗଡ କୁଲାଡ ଇଏ ଗାଲେରୀ ଦୁନିଆ ସବୁ ବାହାର ହେଲା। ତାପର ଜିନିଷ ଯୋଉମାନେ ଦୀକ୍ଷା କରିବାକୁ ଚାହୁଁଛନ୍ତି, ନ୍ୟାସ ମାନେ ଯୋଉମାନେ ଆଧ୍ୟାତ୍ମିକ, ଯୋଉମାନେ ଅନ୍ନ ଛାଡିବାକୁ ପଡିବ, ବର୍ଷଟି ପର୍ଯ୍ୟନ୍ତ ଅନ୍ନ ଛାଡିବା। ଆଉ ଦୀକ୍ଷା ନେଲେ ବର୍ଷ ଅନ୍ନ ଛାଡିବାର ଅଛି। ଅନ୍ନ ଛାଡିକି ବର୍ଷ ଦୀକ୍ଷା ନେଲେ ସେ ମାଙ୍କୁ ନିଶ୍ଚୟ ସେ ପାଇପାରିବ। କିନ୍ତୁ ହର ପାର୍ବତୀଙ୍କର ଅନୁସାରେ ସେ ଗୁହାରିବାକୁ ପଡିବ। ତା ମୁଖ କେହି ଦେଖିବେନି, ସେ ଜଳସ୍ପର୍ଶ କରିବେନି, କେବଳ ସିଏ ନିଜେ ନିଘାଟ ଜଙ୍ଗଲ ଭିତରେ ରହିବ। ତାପରେ ତାଙ୍କୁ ହୁକୁମ ହେବେ ଯେ ମୁଁ ଅମକ ଜାଗାରେ ଅଛି, ମତେ ତୁ ଧର। ସେଇଠୁ ସିଏ ତାକୁ ଧରିବ। ଧରିଲା ସମୟରେ ସେ ଜନ୍ତୁ ଯୋଉ ଥିବେ ସେ ତାକୁ ଛୁଟ ପକେଇଥିବ। ଆମର ଆଜି ପର୍ଯ୍ୟନ୍ତ ଛୁଟ ରହିଛି। ସେ ଛୁଟ ପକେଇବ, ଛୁଟ ପକେଇଲା ମାନେ ତାକୁ ଭିଡି ଧରିବେ, ତାର ମୁଣ୍ଡ ପଟରୁ ସେ ତମ୍ବା ଆକାରରେ ପାଲଟି ହେଇଯିବ। ତାପରେ ପୁରା ଜନ୍ତୁ ମହାଦେବ ରହିବେ, ତାକୁ ନେଇକି ମହାଦେବ ମନ୍ଦିରରେ ବାହାର କରି ଛାଡିବେ। ଏଇଟା କେତେ ବର୍ଷ ହେଲା ଷ୍ଟାର୍ଟ? ଏଇଟା ପୂର୍ବ ପୁରୁଷରୁ ପ୍ରାୟ ମାନେ ଆମ ଗୋଷ୍ଠୀ ବାପା ଅମଳରୁ ଆମେ ଜାଣିବା କଥା। ମତେ 63 ବର୍ଷ ହେଲା। ମୋର ଯାହା ଅନୁଭୂତି, ମତେ 10 ବର୍ଷ ହେଇଥିଲା ମୁଁ ଆ ଭିତରେ ଅନୁଭୂତି କରିଛି। ପାଣିର ପେଣ୍ଠରେ 13 ବର୍ଷ, ପାତାଳ ସ୍ତରରେ 21 ବର୍ଷ, ଛାଉ ଯାଇ ବର୍ଷଟି ବାହାର କରିଥିଲି। ସାଳେଶ୍ୱରରେ ରହିଲି 10 ବର୍ଷ, ଏଇଟା ଆସିକି 9 ବର୍ଷ। ଏଇ ଯୋଉ 9 ବର୍ଷ 10 ବର୍ଷ ଏଇ ଯୋଉ ମା ମିଳିଥିଲେ, ଏ ମାଙ୍କୁ ସେ ଜାଗାରୁ ଆଣିକି ଉତ୍ପତ୍ତି ସ୍ଥାପନା କରିଲେ। କଲା ମতো ଜନ୍ତୁ ଆସି ପ୍ରବେଶ ହେଲେ, ଫଟୋ କ୍ୟାମେରା ଭିଡିଓ ସବୁ କରାଇ ଛଡା ହେଇଛି। ଖାଲି ସେମିତି କୋଉ ପୋଖରୀରୁ ଖୋଚିଦବା, ଆଣ୍ଠିଏ ଗାତରେ ପଶିଯିବା, ସେଠୁ ବାହାର କରିଦବା, ଏମିତି ଜିନିଷ ନୁହଁ। ନ୍ୟାଚୁରାଲ ସତତ ଜିନିଷ। ଦଣ୍ଡ ନାଚ କାହିଁକି କରାଯାଏ? ତାମାନେ ମାନସିକ ମନୁଷ୍ୟର କିଛି ଦୃଢ ଶକ୍ତି ଥାଏ। ଶୀଘ୍ର ଦୃଢ ଶକ୍ତି କରି ମୋର ପୁଅଟି ହେଲେ ମୁଁ ଟିକେ ମା ମୋ ଦ୍ୱାରା ଶିଖାଇଲେ। ମୋ ପିଲାଟା ଜଇଲକୁ ପଳେଇଛି, ସେ ମା ମୋ ପିଲାଟା କେମିତି ବାହାରିଲେ ତା ପାଖରେ ନେଇ 13 ଦିନ ଗଡେଇଲି। କିଛି ମାନସିକ ମନର ଆତ୍ମସ୍ୱରୂପ